ଆଉ ତେଣୁ ଆମର ଟୁର୍ଣ୍ଣାମେଣ୍ଟ ଅଛି 29-30 ଅଗଷ୍ଟ 2026। ଆସନ୍ତା ଆପଣଙ୍କ ଯୋଉ ଅଗଷ୍ଟ 2026 ଟୁର୍ଣ୍ଣାମେଣ୍ଟ ରହିଛି କେଉଁ କ୍ଷେତ୍ରରେ ହବ ଆଉ କେତେ ପାର୍ଟିସିପେଟ ଏଥିରେ କେତେ ମାତ୍ରାରେ ହଉଛି ଆଉ କେଉଁ କେଉଁ ଷ୍ଟେଟ୍ ର ହଉଛି ଆଉ ତାର ପୁରସ୍କାର ରାଶି କଣ ରହିଛି ସବୁ ବିଷୟ ଟିକେ ବତାନ୍ତୁ। ଆମର ଅଛି କୁମ୍ଫୁର ଯୋଉ ଗେମ୍ ଅଛି 6ଟା ଗେମ୍ ରହୁଛି, ସେଥିରେ ଆମର ହବ ସାଣ୍ଡା ଆଉ ତୁସୁ ହବ। ତେଣୁ ଆପଣଙ୍କର ଓଡିଶାର ବିଭିନ୍ନ ଜିଲ୍ଲାରୁ ପିଲା ପାର୍ଟିସିପେଟ କରିବେ। ତା ସହିତ ଆପଣଙ୍କର ଗୋଲ୍ଡ, ସିଲଭର, ବ୍ରୋଞ୍ଜ ଆଉ ଫୋର୍ଥ ବ୍ରୋଞ୍ଜ ରହିଛି। ଯେତେବେଳେ ଆମେ ଦେଖୁଛୁ କେତେ ଛାତ୍ର ଏଥିରେ ପାର୍ଟିସିପେଟ लगभग 150 ପାର୍ଟିସିପେଟ କରିବେ, ଯେହେତୁ ସବୁ ମାନେ ଚୁନା ହଉ ପିଲା ଆସନ୍ତି। ଆଉ ଆମର ଏଇଟା ଷ୍ଟିୱାର୍ଡ ସ୍କୁଲ ସିଆରପି ସେଇଠି ହବ। ସାର୍ ଯେତେବେଳେ କିଏ ମୁଖ୍ୟ ଅତିଥି କେଉଁମାନେ ରହିବେ, ପୁରସ୍କାର ବିତରଣ କଣ ରହିଛି ପ୍ରୋସେସ? ପୁରସ୍କାର ବିତରଣ ରହିଛି, ଆପଣ ଆମେ ଅଲରେଡି ଗେଷ୍ଟ ମାନଙ୍କୁ ଲିଷ୍ଟ କରୁଛୁ ଯେ କିଏ କିଏ ଆସିବେ, ଆଉ ମେ ବି କାଲି ସୁଦ୍ଧା ସବୁ ତୈୟାର ହେଇଯିବ। ତ ଏବେ ତ ବହୁତ ଅଳ୍ପ ସମୟ ବି ଅଛି, ତ ଦେଖିବା କିଏ କିଏ ଆମେ ଇଏ କରୁଛୁ ଆଉ। ସାଧାରଣତଃ ଆମେ ଦେଖୁ ଆଜିକାର ଝିଅଟେ କୁହନ୍ତୁ କିମ୍ବା ପୁଅଟେ କୁହନ୍ତୁ ସେଲ୍ଫ ଡିଫେନ୍ସ ପାଇଁ କୁମ୍ଫୁ କୁହନ୍ତୁ, କରାଟେ କୁହନ୍ତୁ, ଇଏ କେତେ ନିଜ ପାଇଁ ଉପଯୋଗୀ ଏବଂ ସାଧାରଣତଃ ସେଲ୍ଫ ଡିଫେନ୍ସ ପାଇଁ? ଦେଖନ୍ତୁ ଆଜିକା ସମୟରେ ବି ମା ବାପା ମାନେ ମାଇଣ୍ଡ ଏବେ ବି ଉନ୍ନତ ହେଇନାହିଁ। ବହୁତ ଜଣଙ୍କର ହେଇଛି, ବହୁତ ଜଣଙ୍କର ଉନ୍ନତ ହେଇଛି। ସେ ଭାବନ୍ତି କଣ, ମୋ ଝିଅ ଶିଖି କଣ କରିବ, ଆଉ ଝିଅ ଶିଖିକି ସେ ତ ଶାଶୁ ଘରକୁ ପଳେଇଯିବ, ଆଉ ଶିଖିକି କଣ କରିବ, ଏମିତି ବାପା ମା ବି ଅଛନ୍ତି ମତେ କୁହନ୍ତି। ମୁଁ କହିଲି ଆରେ ସେ ସେଠି ଯାଇକି ନିଜ ମାନେ ନୁହେଁ ଯେ ସେଠି ଶାଶୁ ଘର ଲଢେଇ କରିବ, ଡିସିପ୍ଲିନ ତ ଜାଣିବ କି ମୁଁ ଶାଶୁ ଘରକୁ ଯାଇଛି, ନୁହେଁ ଯେ ଗୋଟେ ଶାଶୁ ଶ୍ୱଶୁର ସହିତ ମାରପିଟ କରିବି, ତ ସେ ତ ନିଜର ଡିସିପ୍ଲିନ ତ ମେଣ୍ଟେନ କରିବ, ଶିଖି ବିଦ୍ୟା ତ ପାଖରେ ରଖିବ। କାଲି ଦରକାର ପଡିଲା ଯେତେବେଳେ କୌଣସି ପ୍ରକାର ଯେତେବେଳେ ତାକୁ ମାନେ ଆତ୍ମରକ୍ଷାରେ ପଡିବ, ସେ ସେଥିରେ ତା ରକ୍ଷା ତ କରିପାରିବ। ସବୁବେଳେ ସ୍ୱାମୀ ତ ପାଖରେ ରହିବନି ନା, ମାନେ ନା ଶ୍ୱଶୁର ଶାଶୁ ପାଖରେ ରହିବେ। କେତେବେଳେ ସେ ବାହାରକୁ ଗଲା, ନାଇଁ ରାସ୍ତାରେ ଯାଉଛି କିଏ ଗୋଟେ ତାକୁ ଗଳାରୁ ଚେନଟା ଟାଣିଦେଲା, ସେ ନିଜର ସେଲ୍ଫ ଡିଫେନ୍ସ ତ କରିପାରିବ, ବଚାવ ତ କରିପାରିବ। ଆଉ ବାପା ମା ନିଜକୁ ଭାବନ୍ତି କଣ, ମୋ ଝିଅ ଶିଖିକି କଣ କରିବ, ସେ ତ ଶାଶୁ ଘରକୁ ଯାନ୍ତି। ଏଇ ସବୁ ବାପା ମାଙ୍କର ଚିନ୍ତାଧାରା, ଏଇଟା ବହୁତ ମାନେ ଏବେ ବି ମାନେ ସେଇ ପୁରୁଣା ସଚରେ ଅଛନ୍ତି। ସାଧାରଣତଃ ସାର୍ ଆମେ କୁମ୍ଫୁ କରାଟେ କହିଲେ ଆମକୁ ଲାଗେ କୁସ୍ତି, ପଡିଯିବା, ଗୋଡ ହାତ ଭାଙ୍ଗିଯିବ, ଏମିତି ସାଧାରଣ ଯୁବକ ଯୁବତୀ ମାନଙ୍କୁ ଛୋଟ ପିଲାଙ୍କ ମନରେ ଥାଏ ବା ଗାର୍ଡିଆନ୍ସ ମାନଙ୍କ ମନରେ ଥାଏ। କିନ୍ତୁ କୁମ୍ଫୁ ଆଉ କରାଟେ ଦ୍ୱାରା ଯୋଉ ଡିସିପ୍ଲିନରେ ଆମେ ଅନୁସରଣ କରନ୍ତି ବା ଶିଖନ୍ତି, ତା ଦ୍ୱାରା କଣ କଣ? ଦେଖନ୍ତୁ ଯେକୌଣସି ବିଦ୍ୟା ହଉ, ଗେମ୍ ହଉ, ପ୍ରଥମ ସ୍ପୋର୍ଟସ ମାନେ ହଉଛି ଡିସିପ୍ଲିନ। ତେଣୁ ଆପଣ ଫୁଟବଲ ଖେଳନ୍ତୁ ୟା କ୍ରିକେଟ ଖେଳନ୍ତୁ, ଗୋଟେ ମଇଦାନକୁ ଯିବେ ମାନେ ଆଗ ତାଙ୍କର ଡିସିପ୍ଲିନ ଥିବ। ଖାଲି ମୁଁ କୁମ୍ଫୁ କହୁନି, କୌଣସି ଗେମରେ ବି ଡିସିପ୍ଲିନ ଗୋଟେ ମେଣ୍ଟେନ ଥାଏ। ତେଣୁ ଆପଣ ଯଦି ଲେଟ ରେ ପହଞ୍ଚିବେ, ଆଗ କୋଚ୍ କଣ କରିବେ, ତମେ 10 ରାଉଣ୍ଡ ଆଗ ମାରିକି ଆସିଲ, ତମେ ଏତେ କେହି ଲେଟ ରେ ଆସିଲ, ପିଲା ତାପରେ ନେକ୍ସଟ ଦିନ ସେ କଣ କରିବେ ନା ଟାଇମ ରେ ପହଞ୍ଚିବ। ସେଇଟା ହଉଛି ଡିସିପ୍ଲିନ। ତାପରେ ଆଉ ଗୋଟେ କଥା ହେଲା, ଗୋଟେ ଆମେ ଯେତେବେଳେ ଭାବୁଛୁ ନା ଯେ ଶିଖିକି କଣ କରିବ, ସବୁଠୁ ବଡ କଥା ହେଲା ଆପଣଙ୍କ ଯେତେ ପିଲାମାନଙ୍କର ଯେ 10th କ୍ଲାସ ଯେତେବେଳେ ଏକ୍ସାମ ଦଉଛନ୍ତି, ଏମିତି ବି ଅଛି ଏକ୍ସାମ ରେଜଲ୍ଟ ବାହାରି ନଥିବ, ସେ କଣ କରିବ, ଆରେ ମୋ କାଳେ ଖରାପ ହେଇଯିବ, ସେ ସୁସାଇଡ କରିସାରିଲାଣି। ଆଉ ଭଲ ବି ଆସିଥିବ, ସେ ନିଜକୁ ଆଗ ମାନେ ମାଇଣ୍ଡରେ ଅଛି ଯେ ମୁଁ ଖରାପ ହବ ଆଉ ମୁଁ ସୁସାଇଡ କରିନେବି। ଖରାପ ହେଲେ ବି ମାନେ ସେଇ ଯୋଉ କଣ କଲେ, ହାରିବା ଜିତିବା ଏଇଟା ହଉଛି ମାର୍ଶାଲ ଆର୍ଟ ହୁଏ, ସ୍ପୋର୍ଟସ ହୁଏ, ମାନେ ଖାଲି ମାର୍ଶାଲ ଆର୍ଟ ସବୁ ସ୍ପୋର୍ଟସ ଏଇଟା କୁହନ୍ତି ହାରିବା ଜିତିବା। ମନେକର ପିଲା କୁମ୍ଫୁଟେ ଶିଖୁଛି, ପ୍ରଥମେ ସେ ଲଢିବ କୋଉଠି ନା ଆଗ ସିଏ ହଉଛି ତା କ୍ଲାସରେ, ମାନେ ଯୋଉଠି ଶିଖୁଛି ସେଣ୍ଟରରେ ଲଢିବ। ସେଇଠି ଯେତେବେଳେ ସିଏ ଲଢିବ, ସେଥିରେ କଣ ହବ ନା ଆଜି ସିଏ ହାରିଗଲା, କିଛି ନାହିଁ ମୁଁ କାଲି ମୁଁ ଆଉ ଥରେ ଜିତିଯିବିନି। ସେଇ ଯୋଉ ଆଜି ହାରିଲା କାଲି ଜିତିବ, ଡିଷ୍ଟ୍ରିକ୍ଟ ତାପରେ ଷ୍ଟେଟ, ସେ ଯାଇକି ଡିଷ୍ଟ୍ରିକ୍ଟରେ ଜିତିଯିବ, ଷ୍ଟେଟରେ ହାରିଯିବ। ତା ମାଇଣ୍ଡରେ ଅଛି କଣ, ହାର ଜିତି ମାନେ ତା ମାଇଣ୍ଡରେ ପଶିଗଲା। କିନ୍ତୁ ସେଇ ଜିନିଷଟା ଯେତେବେଳେ ମାଇଣ୍ଡରେ ରହିଲା ଯେ ମୁଁ ହାରିବି ପୁଣି ଜିତିବି, ଜିତିବି ହାରିବି, ଏଇ ମାଇଣ୍ଡଟା ରହିଲା, ନର୍ଭସନେସ କେବେ ଆସିବନି ତାର। ଏଇ ଜିନିଷଟା ଯେତେବେଳେ ମୁଁ ସମସ୍ତଙ୍କୁ ଏଇ କଥା କୁହେ ଯେ ନର୍ଭସନେସ ତାଙ୍କର ଆଗ କଟିବ ପ୍ରଥମତଃ, ମାନେ ସ୍ପୋର୍ଟସରେ ନର୍ଭସନେସଟା କଟିବ। ଏଇ ଜିନିଷ ବାପା ମା ମାନେ ବହୁତ ବୁଝିଲେଣି, ଏବେ ବହୁତ ବୁଝିଲେଣି, କିନ୍ତୁ ଏବେ ବି ବହୁତ ଜଣ ବୁଝା ହେଇକି ଅଛନ୍ତି। ଶେଷ ପ୍ରଶ୍ନ, ଏଇ ଟୁର୍ଣ୍ଣାମେଣ୍ଟ ଦ୍ୱାରା ଆପଣ ସମାଜକୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବା ଯୁବତୀ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
ଦେଖନ୍ତୁ ଟୁର୍ଣ୍ଣାମେଣ୍ଟ ଏଇଥିପାଇଁ ଗୋଟେ ଆପଣ ମହାଭାରତ ସମୟରୁ ଗୋଟେ ଅଛି ଯେ ପ୍ରତିଯୋଗିତା ଆପଣ ଯୋଉ ଆମର ପାଣ୍ଡୁ ବଂଶ କୌରବ ବଂଶ ଯୋଉ ମାନେ ଖେଳିବେ ଆପଣଙ୍କର ଯୁଦ୍ଧ ବିଦ୍ୟା ଶିଖିବେ ଶେଷରେ କଣ ନା ପ୍ରତିଯୋଗିତା ହବ ପ୍ରତିଯୋଗିତା କଣ ନା ଆପଣଙ୍କୁ ମାନେ ଗୋଟେ ଉତ୍ସାହିତ କରେ ମାନେ ନର୍ଭସନେସ୍ କାଟେ ଆପଣଙ୍କର ଯେତେବେଳେ ପିଲା ଫାଇଟ କରିବ ସେଇଠି କଣ ହବ ମାନେ ଯେତେବେଳେ ଗୋଟେ ଷ୍ଟେଜ ଉପରେ ଫାଇଟ କରୁଥିବ 100 ପିଲା ଦେଖୁଛନ୍ତି 200 ପିଲା ଦେଖୁଛନ୍ତି ତା ଭିତରେ କଣ ହଉଛି ନା ତା ଭିତରେ ଗୋଟେ ମାନେ ନର୍ଭସନେସ୍ ଚାଲିଥିବ ସେଇଟା ଯେତେବେଳେ 2-4 ଥର ଯେତେବେଳେ ଟୁର୍ଣ୍ଣାମେଣ୍ଟ ଖେଳିଦବ ତାର ନର୍ଭସନେସ୍ କଟିଯିବ ଆପଣ ଭାବୁଛନ୍ତି ଯେ ବିଦ୍ୟା ଶିଖିଲେ କଣ ସେ ଭାବୁଛନ୍ତି ରୋଡ ଖେଳିଦେବେ ମାନେ ଲଢିଦେବେ ନାଇଁ ନାଇଁ ତାକୁ ନର୍ଭସନେସ୍ କାଟିବା ପାଇଁ ହେଲେ ଅଲରେଡି ତାକୁ ଟୁର୍ଣ୍ଣାମେଣ୍ଟ ତାକୁ ଖେଳିବାକୁ ପଡିବ ଖେଳିଲେ ତାର ନର୍ଭସନେସ୍ କଟିଯିବ ସମସ୍ତଙ୍କର ଆପଣ ଯେକୌଣସି ଆମେ ବି ଯେତେବେଳେ ସ୍କୁଲରେ ଯେତେବେଳେ ପାଠ ପଢୁଥିଲୁ ସେତେବେଳେ କଣ ହଉଥିଲା ନା ଗୋଟେ ଅଗଷ୍ଟ 15 ହଉ ୟା ଜାନୁଆରୀ 26 ହଉ ସେତେବେଳେ ଗୋଟେ ଭାଷଣ ଦେବା ପାଇଁ ହେଲେ ଆମେ 3 ଥର ପାଣି ପିଇ ସାରିଥିଲୁ ଏଇଟା କଣ ନା ତାଙ୍କୁ ଗୋଟେ ଷ୍ଟାର୍ଟିଂ ରୁ ଗୋଟେ ଭୟ ଥାଏ ଏଇଟା ହଉଛି ଥାଏ ତେଣୁ ସେଇ ଭୟଟା ମାନେ ଆମର ଟୁର୍ଣ୍ଣାମେଣ୍ଟରେ କଟେ ଯେ ପିଲା ପ୍ରତିଯୋଗିତା କଲେ ସେଥିରେ କଟିଯିବ ଅଟୋମେଟିକ ଧନ୍ୟବାଦ।